ଜୟ ଜଗନ୍ନାଥ। ମୁଁ ଦିବାକର ଦାସ ଆପଣମାନଙ୍କୁ ପ୍ରଣାମ କରୁଛି। ଏବେ ରାଜ୍ୟ ତମାମରେ ପ୍ରବଳ ଜୋରରେ ଲଘୁଚାପ ଜନିତ ବର୍ଷା, ଯାହାକି ଅନେକ ଜାଗା ଜଳ ପ୍ରଳୟ ମଧ୍ୟ ଦେଖିବାକୁ ମିଳୁଛି। କାହିଁକି ନା ଆମେମାନେ ମଧ୍ୟ ଦେଖି ସାରିଲୁଣି, ଅନେକ ଲୋକଙ୍କର ଘର ମଧ୍ୟ ଭାଙ୍ଗି ସାରିଲାଣି। ଆଉ ତା ସହିତ ମଧ୍ୟ ସମୁଦ୍ର ଉପକୂଳ ଅଞ୍ଚଳରେ ମଧ୍ୟ ନାହିଁ ନଥିବା କି ସମୁଦ୍ର କୂଳ ଲଙ୍ଘୁଛି। ଆଉ ତା ସହିତ ଲୋକମାନେ ନାହିଁ ନଥିବା ଅସୁବିଧା କଷ୍ଟ ମଧ୍ୟ ଭୋଗୁଛନ୍ତି। ତ ଭକ୍ତବନ୍ଧୁ, ଏହି ସମୟ ଭିତରେ ଯଦି ଆମେ ଦେଖିବା, ମହାପୁରୁଷଙ୍କର ମାଳିକା ଗୋଟିଏ ପରେ ଗୋଟିଏ ସତ୍ୟ ହୋଇ ଚାଲିଛି। ଭକ୍ତବନ୍ଧୁ, ମହାପୁରୁଷ ଲେଖିଛନ୍ତି ଯେ କଳିଯୁଗ ଭିତରେ ଏଇଭଳି ଏକ ସମୟ ଆସିବ ଯେଉଁଭଳି ପ୍ରବଳ ଲଘୁଚାପ ଜନିତ ବର୍ଷା ଚାଲିଥିବ, ଆଉ ସେପଟେ ଜଳ ପ୍ରଳୟ ଘଟିବ। 6ଟି ଜିଲ୍ଲା ଜଳର୍ଣ୍ଣାବ ହେବା କଥା ଆଉ ମଧ୍ୟ ଆଗରୁ କହିଛୁ। ଭକ୍ତବନ୍ଧୁ, 2026 ସେ ବର୍ଷ ନୁହେଁ, କିନ୍ତୁ ମହାପୁରୁଷ ଲେଖିଛନ୍ତି ଆଗକୁ ଏ ଘଟଣା ଘଟିବ। ହୀରାକୁଦ ବନ୍ଧ ଭାଙ୍ଗିବାର କଥା ମଧ୍ୟ ମହାପୁରୁଷ ଲେଖିଛନ୍ତି। କହିଲେ ଓଡ଼ିଶାର ବଡ଼ ବନ୍ଧ ତିଆରି ଯେ ଥିବ, ସେହି ବେଳେ ଶୁଣ ବାବୁ ଭାଙ୍ଗିଣ ଯେ ଯିବ। କହିଲେ ହୀରାକୁଦ ବନ୍ଧର ଭାଙ୍ଗିବା କଥା ମଧ୍ୟ ମହାପୁରୁଷ ଲେଖିଛନ୍ତି। କହିଲେ ହୀରାକୁଦ ବୋଲି ଗ୍ରାମ ଯେ ରାଜ୍ୟ ନାମ ଥିବ, ଆଉ ବନ୍ଧ ବାଡ଼ ଭାଙ୍ଗି ସବୁ ଏକ ଯେ ହୋଇବ। ଭକ୍ତବନ୍ଧୁ, ବଡ଼ ବନ୍ଧ ସେବେଳେ ଭାଙ୍ଗିବ। ଏଇଭଳି ଏକ ବର୍ଷା ଯେ କି କ'ଣ ହେବ, ଉପର ମୁଣ୍ଡରେ ହେବ, ଯାହାକି ଜଳ ପ୍ରଳୟ ମଧ୍ୟ ଘଟିବ। ଆଉ ପୁନଶ୍ଚ ମହାପୁରୁଷ କହୁଛନ୍ତି, କହିଲେ ସମୁଦ୍ର ଲହଡ଼ି ଯେ ମାଡ଼ିଣ ଆସିବ, ବିରଜା ମଣ୍ଡଳ ଯେ ଭସାଇଣ ନେବ। ବିରଜା ମଣ୍ଡଳ ଯାଜପୁରର କଥା ମଧ୍ୟ ଲେଖା ହେଇଛି। ଭକ୍ତବନ୍ଧୁ, ମହାପୁରୁଷ ଲେଖିଛନ୍ତି, କହିଲେ ବହୁ ନଦୀ ବଢ଼ି ହେବ, ବହୁ ନଦୀ ବଢ଼ି ହେବ, ଶତ ଶତ ଲୋକ ବିନାଶ ହେବ ଲୋ ଯାଇ ପୋଲ, ଆଉ ସେହି ବେଳରେ ଧ୍ୱଂସ ହୋଇବ, ସେହି ବେଳରେ ଧ୍ୱଂସ ହୋଇ। ଭକ୍ତବନ୍ଧୁ, ସେହି ବେଳରେ ଅନେକ ଧ୍ୱଂସ ହେବ, ଅର୍ଥାତ୍ ଜଳ ପ୍ରଳୟରେ ଅନେକ ଲୋକ ମୃତ୍ୟୁବରଣ ଘଟିବେ। ଏବେ ମଧ୍ୟ ସତ୍ୟ ହୋଇ ଚାଲିଛି। ଭକ୍ତବନ୍ଧୁ, ମହାପୁରୁଷ ମାଳିକାରେ ଲେଖିଛନ୍ତି, ଯାହା ଦିଆସିଲି କଳ ଭଳିଆ ଭାସୁଛି ସମୁଦ୍ରରେ ଆପଣମାନଙ୍କର କ'ଣ ନା ଗାଡ଼ି ଗୁଡ଼ିକ, ଯେମିତି ବିଦେଶରେ ମଧ୍ୟ ଜଳ ପ୍ରଳୟ ଘଟିଛି। ମାଳିକା କେଉଁଠି ନା କେଉଁଠି, କେବଳ ଓଡ଼ିଶା ନୁହେଁ, ବାହାରେ ମଧ୍ୟ ସତ୍ୟ ହୋଇ ଚାଲିଛି। ଭକ୍ତବନ୍ଧୁ, ଯାହାକି ସୁନାମି ମଧ୍ୟ କହୁଛନ୍ତି। ଆଉ ମୃଦୁ ଭୂମିକମ୍ପର ଅନୁଭବ ମଧ୍ୟ ହୋଇଛି। ଆଗକୁ ବେଳ ଆଉ ନାହିଁ, ଆଉ ବେଶୀ ବେଳ ନାହିଁ ଲୋ ବଉଳ ନିକଟେ ହୋଇବ ଦେଖା, ପଞ୍ଚସଖାମାନେ କହି ଯାଇଛନ୍ତି, ପୁରାଣରେ ଥିଲା। ସତ୍ୟ ହୋଇ ଚାଲିଛି ମାଳିକା, ଯାହା ଆମ୍ଭେମାନେ ଆପଣମାନଙ୍କୁ କହୁଛୁ। ଭକ୍ତବନ୍ଧୁ, ପର୍ବତ ଶିଖରେ ଫୁଟିବ କଇଁ, ଅଚ୍ୟୁତ ବଚନ ଟଳିବ ନାହିଁ, ଯାହା ହିଁ ସତ୍ୟ। ମହାପୁରୁଷ ଲେଖିଛନ୍ତି ଯେ କି ପ୍ରକୃତ ସତ୍ୟ। ଆଉ ଯେଉଁ ସମୟ ଭିତର କଥା ଯେ କି କହିଲେ ଗୋଚର ହୋଇବ ଚାଷ ଲୋ ବଉଳ, ପଡ଼ିଆ ରହିବ ନାହିଁ। ଆଉ ମହାପୁରୁଷ ଲେଖିଛନ୍ତି ଏ କଥା। ଆଉ ଯାହାକି ଅନେକ ଲୋକ ପଡ଼ିଆକୁ ଚଷିକି ମଧ୍ୟ ଗୋଚର, ଯେତେବେଳେ ଗୋମାତା କଷ୍ଟ ପାଉଛି, ସେତେବେଳେ ଭକ୍ତବନ୍ଧୁ ନିହାତି ଭାବରେ ଆମ ଉପରେ ପ୍ରଭାବ ପଡ଼ୁଛି। ଆଉ ନିଶ୍ଚିତ ଭାବରେ ଅଧର୍ମ କରିଚାଲିଲେ ମଧ୍ୟ ଧର୍ମକ୍ଷୟ ହୋଇ ଚାଲୁଛି। ଆଉ ଭକ୍ତବନ୍ଧୁ, ଯାହାଦ୍ୱାରା ଏଭଳି ଘଟଣା ସବୁ ଘଟି ଚାଲିଛି। ଭକ୍ତବନ୍ଧୁ, ଭିଡ଼ିଓକୁ ନିଶ୍ଚିତ ଭାବରେ ସେୟାର କରିବେ। ଯେଉଁମାନେ କହୁଛନ୍ତି ମାଳିକାରେ ଦେଖାଥିଲା କାହିଁ ଆଗରୁ କହିଲେନି, ତ ଆପଣମାନଙ୍କୁ ନିଶ୍ଚିତ ଆମେ କହିଲୁ। ଭିଡ଼ିଓକୁ ସେୟାର କରିବେ, ଚ୍ୟାନେଲରେ ଯଦି ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ। ଜୟ